ମୋ ପାଇଁ ଯଦି କିଏ ଉପକୃତ ହେଇପାରୁଛନ୍ତି ଇଟ୍ସ ଅ ବିଗ୍ ଥିଙ୍ଗ ଫର୍ ମି। ଯେହେତୁ ମୋର ରେୟାର ବ୍ଲଡ୍ ଗ୍ରୁପରେ ବି ମୋର କାଉଣ୍ଟ ହୁଏ ଓ ନେଗେଟିଭ, ମୋ ନିଜ ପାଇଁ ଗୋଟେ ଡୋନର ଖୋଜିବା ବି ବହୁତ ମୁସ୍କିଲ ହେଇଯାଏ। ଜଣେ ଏଇନେ ନେଭିରେ ଜଣେ ଆସିଥିଲେ, ସେ ଜିମ୍ ଜଏନ୍ କରିବାକୁ ଆସିଥିଲେ, ଶୁଣିଲେ ବ୍ଲଡ୍ ଡୋନେଟ୍ କରିକି ଗଲେ। କାହାକୁ ଗୋଟେ କିଛି ହେଲ୍ପ କରିବା ପାଇଁ। ସୋ ସେଇଟା ମୋର ଫର୍ଷ୍ଟ ମୋଟୋ ବ୍ଲଡ୍ ଡୋନେସନ୍ର। ମୋ ପାଇଁ ଯଦି କିଏ ଉପକୃତ ହେଇପାରୁଛନ୍ତି ଇଟ୍ସ ଅ ବିଗ୍ ଥିଙ୍ଗ ଫର୍ ମି। ଆଣ୍ଡ ବାକି ରହିଲା ବ୍ଲଡ୍ ରିକ୍ୱାରମେଣ୍ଟ, ଇଟ୍ସ ନଟ୍ ଆବାଉଟ୍ ସମର୍ ୱିଣ୍ଟର ଆଣ୍ଡ ରେନି ସିଜନ୍। ଅଲୱେଜ୍ ମାନେ ଏଭ୍ରି ଟାଇମ୍ ଦରକାର ପଡ଼େ, ବହୁତ ଲୋକଙ୍କୁ ନିଡ୍ ଅଛି। ତ ସେଥିପାଇଁ ଆଇ ଏମ୍ ଅଲୱେଜ୍ ରେଡ଼ି, ଯେବେ ବି ରିକ୍ୱାରମେଣ୍ଟ ହେବ ଆଇ ଏମ୍ ଦେୟାର ଫର୍ ଏନି ୱାନ୍। ସୋ ମୋର ଫିଟନେସ୍ଟା ମୋ ପାଇଁ ଯେତିକି ଦରକାର, ଅନ୍ୟମାନଙ୍କ ପାଇଁ କାମରେ ବି ଯଦି ଆସିପାରିଲା ଇଟ୍ସ ଅ ବିଗ୍। ମୋ ମା କାମ କରନ୍ତି, ଘରର ହଉ ବାହାର ହଉ ଯାହା ବି ହଉ, ସେ କାମ କରି ଏତେ କାମ କରିସାରିଲା ପରେ ବି ସେ ଥକନ୍ତିନି ମୋ ପାଇଁ କିଛି କରିବା ପାଇଁ। ସୋ ସେ ଗୋଟେ ଛୋଟ ଜିନିଷଟା ମୋର ମାନେ ସେଇଟା ମୁଁ ଶିଖିଛି ତାଙ୍କଠୁ କି ଯେତେ ଯାହା ବି ହଉ, ଜଣଙ୍କୁ ଯଦି ଗୋଟେ ହେଲ୍ପ ମୁଁ କରିପାରୁଛି 1% ବି କାହିଁକି ନା ହଉ ମୁଁ କରିବି। ସୋ ମୁଁ କୋଲକାତାରୁ ଟ୍ରାଭେଲ୍ କରିବାଟା ନିଶ୍ଚିତ ଟିକେ ଟାୟାରିଂ ଥିଲା, ବଟ୍ ସେଇଠୁ ଆସିକି ଜାଣିବାଟା ଏତେ ବଡ଼ ଜିନିଷ ହେଉଛି ବୋଲି ଏଇଠି, ସୋ ସେଇଥିପାଇଁ ହିଁ ମୁଁ ବହୁତ ଏକ୍ସାଇଟେଡ୍ ଥିଲି କି ନାଇଁ ମୋତେ କରିବାର ଅଛି। ହଁ, ମୁଁ ୟା ପୂର୍ବରୁ 3 ଥର ଦେଇସାରିଛି ଅଲରେଡ଼ି, ମୋର କଲେଜ ଥ୍ରୁରୁ ହିଁ ଦେଇଛି ଆଣ୍ଡ ମୁଁ ଥରେ କୋଲକାତାରେ ଥିଲାବେଳେ ବି ଦେଇଛି। ତ ଏଇ 3ଟାରୁ ହିଁ ମୁଁ ଜାଣିଲି। ଆଉ ଯେହେତୁ ମୋର ରେୟାର ବ୍ଲଡ୍ ଗ୍ରୁପରେ ବି ମୋର କାଉଣ୍ଟ ହୁଏ ଓ ନେଗେଟିଭ, ସୋ ସେଥିପାଇଁ ଲୋକମାନଙ୍କୁ ମିଳିବା, ମୋ ନିଜ ପାଇଁ ଗୋଟେ ଡୋନର ଖୋଜିବା ବି ବହୁତ ମୁସ୍କିଲ ହେଇଯାଏ। ତ ମୁଁ ସେଇ ଜିନିଷଟା ଭାବେ କି ଯଦି ମୋ ଥ୍ରୁରୁ ଗୋଟେ ସେମ୍ ବ୍ଲଡ୍ ଲାଇନ୍ର ଲୋକକୁ ହେଲ୍ପ ହେଇପାରୁଛି, ତ ଦ୍ୟାଟ୍ସ ଅ ଭେରି ବିଗ୍ ଥିଙ୍ଗ ଫର୍ ମି ଆଟଲିଷ୍ଟ। ମୁଁ ଆଜି ବ୍ଲଡ୍ ଡୋନେଟ୍ କରିଛି। ବ୍ଲଡ୍ ଡୋନେଟ୍ କରି ମୋତେ ବହୁତ ଭଲ ଲାଗୁଛି। ପ୍ରାୟ ଲେଡ଼ିଜ୍ ମାନେ ଭାବନ୍ତି ବ୍ଲଡ୍ ଡୋନେସନ୍ ପରେ ଅନଇଜି ଫିଲ୍ ହୁଏ, ଘର କାମ କିଛି କରିପାରିବେନି, ଏସବୁ ଭୁଲ ଧାରଣା। ସେମାନେ ବ୍ଲଡ୍ ଡୋନେଟ୍ କରିକି ବି ନର୍ମାଲ ଲାଇଫ୍ ବଞ୍ଚିପାରିବେ, ମାନେ ସେଇଦିନ ନିଜ ଘରର ସବୁ କାମ କରିପାରିବେ। ତେଣୁ ମୋର ଅନୁରୋଧ, ସମସ୍ତେ ସବୁ ସୁସ୍ଥ ନାରୀମାନେ ଆସନ୍ତୁ, ବ୍ଲଡ୍ ଡୋନେଟ୍ କରନ୍ତୁ। ସେଇଟା ହେଉଛି ଗୋଟେ ମିନିମମ୍। କିଛି ଗୋଟେ ଆକ୍ସିଡେଣ୍ଟ ହେଇଲା, କାହାର ଦେହ ଖରାପ ହେଇଲା, ମାନେ ବହୁତ କ୍ୱେରି ଆସିଲେ ମ୍ୟାଡ଼ାମ୍ ଆମର କରିଦେବେ, ରିସେଣ୍ଟଲି ଆସିଲା ମ୍ୟାଡ଼ାମ୍ ଆମର ଟିକେ କରେଇଦେବେ କି କରେଇଦେବେ। ସେଇ ହିସାବରେ କହିଲୁ ନାହିଁ, ଆମେ ତ ଯେତେବେଳେ ଦରକାର ପଡ଼ିବ ଯିବୁ, କିନ୍ତୁ ଆଗରୁ ତ ଦରକାର ପଡ଼ିବା ଆଗରୁ ମଧ୍ୟ ଆମେ ଯାଇ ବ୍ଲଡ୍ ଡୋନେସନ୍ଟା କରିବା ବହୁତ ଜରୁରୀ। କାରଣ କିଛି ଜଣ ଜାଣିନଥିବା ଆମେ ଆରେଞ୍ଜ କରିପାରିବୁ କି ହେଲ୍ପ କରିପାରିବୁ। ତ ସେମାନଙ୍କୁ ଦରକାର ଆଗରୁ ଯେମିତି ସେମାନଙ୍କ ପାଖରେ ପହଞ୍ଚିବ, ସେଇଥିପାଇଁ ଆଜିକାଲି ଡେଟ୍ରେ ବ୍ଲଡ୍ ଦେବାଟା ମଧ୍ୟ ଗୋଟେ ହେଲ୍ଦି ବଡ଼ିର ସାଇନ୍ ମଧ୍ୟ। କାରଣ ଏଇଟା 72 ଘଣ୍ଟା ପରେ ପୁଣି ଥରେ ଆମର ବ୍ଲଡ୍ଟା ପୁଣି ଆସିଯାଏ। ତ ଆମକୁ, ମୁଁ ତ ରିକ୍ୱେଷ୍ଟ କରିବି ଜେନେରାଲି ସବୁ ପୁରୁଷ ହଉ କିମ୍ବା ମହିଳାମାନେ ଆସନ୍ତୁ, ବ୍ଲଡ୍ ଡୋନେସନ୍ କରନ୍ତୁ। ଜେନେରାଲି ମହିଳାମାନେ ଭାବନ୍ତି ଯେ ସେମାନେ ଅଲରେଡ଼ି ଯେତେ ମନ୍ଥଲି ପ୍ରୋବ୍ଲେମ୍ ସେମାନଙ୍କର ଅଛି, ତାଙ୍କ ଦେହରୁ ବ୍ଲଡ୍ ଚାଲି ଯାଉଛି, ତ ଦେବା କଥା କି ନ କଥା। ସେ ଯାହା, ଆପଣଙ୍କର କିଛି ସିରିୟସ୍ ଇଲନେସ୍ ନାହିଁ ତ ଆପଣମାନେ ଆସନ୍ତୁ, ବ୍ଲଡ୍ ଡୋନେସନ୍ ଦିଅନ୍ତୁ। ଏଇଭଳି ବହୁତ କ୍ୟାମ୍ପ ଆରେଞ୍ଜ ହେଉଛି, ସେଇଠିକି ଯାଆନ୍ତୁ, ସେଇଠି ବ୍ଲଡ୍ ଡୋନେସନ୍ ଦିଅନ୍ତୁ। ଆଉ ନିଜେ ସୁସ୍ଥ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଜୀବନ ଦାନ କରିବାର ରାସ୍ତାଟେ ଆପଣ ଆପଣେଇ ନିଅନ୍ତୁ ବୋଲି ମୁଁ ଅନୁରୋଧ କରିବି। ଦେଖନ୍ତୁ, ଜୟ ଓଡ଼ିଶା ତରଫରୁ ଆମେ ଗୋଟେ ନୂଆ ଇନିସିଏଟିଭ୍ ଆରମ୍ଭ କରୁଛୁ, ରକ୍ତଦାନ। ବେସିକାଲି ତାର ମୋଟିଭ୍ ହେଲା ବିଭିନ୍ନ ଅର୍ଗାନାଇଜେସନ୍ସଙ୍କ ସହିତ ମିଶିକି ଆମେ ବ୍ଲଡ୍ ରିକ୍ୱାରମେଣ୍ଟଟା ଫୁଲଫିଲ୍ କରିବାକୁ। ଏ ଆଇଡ଼ିଆଟା ଆସିଲା ଯେ କୌଣସି କାମ ଆମେ ଏକା କରିପାରିବାନି, ତ ଟିମ୍ ୱାର୍କ ଦରକାର। ମୁଦ୍ରାୟନ ଫାଉଣ୍ଡେସନର ଯେଉଁ ଲୋପା ମ୍ୟାଡ଼ାମ୍ ଅଛନ୍ତି, ତାଙ୍କ ସହିତ ଇଣ୍ଟରାକ୍ଟ କଲୁ। ତ ତାଙ୍କର ଜିମ୍ ଅଛି,
आउ मिडरान फाउंडेशन आर्ट कल्चर आमर फिटनेस हेल्थ आउ एजुकेशन ऊपर बहुत काम करे तो तांको सहित कथबार्ता कि एटा जिम रे आज ऑर्गेनाइज करछु आज तो बहुत बढ़िया जिनस तो गोटे देखिलु देखंतु मु लास्ट 5-6 ईयर ना ब्लड डोनेशन ब्लड ये रे जड़ित अच्छी फर्स्ट टाइम पे मु देखिली गोटे माँ आउ झियो सेमती लेडीज माने बहुत कम डोनेट करती से माने डोनेट करते तो एमिटी इंस्पिरेशनल जिनस आउरी हेले ब्लड डोनेशन ता आउरी व्यापक है अराउंड 20 दिन हो गला दीटा ए नेगेटिव ब्लड दरकार पड़ा उत्कल हॉस्पिटल में मु रेड क्रॉस से फोन करके कथबार्ता जो से प्रोवाइड करदेले ता सहित कहले जे ब्लड रो एने रिक्वायरमेंट खरा दिन आप जानते सदाबले ब्लड रो रिक्वायरमेंट बेसी थाए आउ डोनेशन कम हुए तो से कहले जे देखो आपण ऑर्गेनाइजेशन माने एटा को आउरी व्यापक टिके करंतु तो सेही दिन मु डिसाइड कली जे कौन जिनस तो एका करहबनी आम समस्त मिलमिशिकी हेले गोटे टीम हेले तो सेमती आम मोटिवेट करवा बहुत ऑर्गेनाइजेशंस करने चाहूँ कि बस टिके गाइडेंस करार अच्छी ब्लड कैंप सहित केमी कोऑर्डिनेशन हम केमी अरेंजमेंट हम तांकु से कॉन्फिडेंस देदेले से करेंगे मु तो मुद्रायन फाउंडेशन देखिपारे आप विश्वास करूँ मु जो स्पिरिट अच्छी लोपा एवं हजबैंड कर मु जानी से वर्ष को 3टा कैंप करेंगे मुझे देखिपारे से तो से ही सब आखि आगे देखिए आम एमती ब्लड कैंपटा आरेंज कर फर्स्ट टाइम डोनर अच्छा जड़े नेवी रे जड़े आसते से जिम जॉइन करने आसते शुणिले ब्लड डोनेट कर तो सेमती लोक मान आम पाऊँ जोटा कि बहुत भल तो से ही सबको लेकिन आगे बढ़ू।